ପ୍ରଭୁ ଗଣେଶଙ୍କ ନାମ ଏକଦନ୍ତ କେମିତି ପଡ଼ିଲା? ଆସନ୍ତୁ ଏହି ଧର୍ମ ମାସ କାର୍ତ୍ତିକରେ କିଛି ପୁଣ୍ୟ କଥା ଶୁଣିବା। ଥରେ ପରଶୁରାମ ଭଗବାନ ଶିବଙ୍କୁ ଭେଟିବା ପାଇଁ କୈଳାସ ପର୍ବତକୁ ଯାଇଥିଲେ। ସେହି ସମୟରେ ଭଗବାନ ଶିବ ଧ୍ୟାନ କରୁଥିଲେ। ଗଣେଶ ପରଶୁରାମଙ୍କୁ ପ୍ରବେଶ କରିବା ପାଇଁ ବାରଣ କରିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ କ୍ରୋଧିତ ହୋଇ ପରଶୁରାମ ଶିବଙ୍କ ଠାରୁ ପାଇଥିବା କୁରାଢ଼ୀକୁ ପ୍ରଭୁ ଗଣେଶଙ୍କ ଉପରକୁ ଫିଙ୍ଗିଥିଲେ। ବାପାଙ୍କ ଅସ୍ତ୍ରକୁ ସମ୍ମାନ ଦେଇ ଭଗବାନ ଗଣେଶ ସେହି ଅସ୍ତ୍ରକୁ ଅଟକାଇ ନଥିଲେ ଏବଂ କୁରାଢ଼ୀଟି ତାଙ୍କର ଗୋଟିଏ ଦାନ୍ତକୁ ଭାଙ୍ଗି ଦେଇଥିଲା। ଆଉ କେତେକ ପୁରାଣ ବର୍ଣ୍ଣିତ କଥା ଅନୁସାରେ ମହର୍ଷି ବେଦବ୍ୟାସ ମହାଭାରତ ରଚନା କରିବାକୁ ଚାହୁଁଥିଲେ, କିନ୍ତୁ ଏହିପରି ଜଣେ ଲେଖକ ଖୋଜୁଥିଲେ ଯିଏକି ନିରବଚ୍ଛିନ୍ନ ଭାବରେ ତାଙ୍କ କଥାକୁ ଲେଖିପାରିବ। ସେ ଏଥିପାଇଁ ଗଣେଶଙ୍କ ସାହାଯ୍ୟ ମାଗିଲେ। ଗଣେଶ ଏଥିରେ ରାଜି ହୋଇଥିଲେ, କିନ୍ତୁ ଏକ ସର୍ତ୍ତ ରଖିଥିଲେ ଯେ ବ୍ୟାସଦେବ କୌଣସି ବିରତି ନ ନେଇ କାହାଣୀ ବର୍ଣ୍ଣନା କରିବେ। ବ୍ୟାସଦେବ ଏହାକୁ ଗ୍ରହଣ କରିଥିଲେ ଏବଂ ଏକ ପ୍ରତିସର୍ତ୍ତ ରଖିଥିଲେ ଯେ ଗଣେଶ ତାଙ୍କ କଥାକୁ ପୂରା ବୁଝିଲା ପରେ ଲେଖିବେ। କାହାଣୀ ଲେଖିବା ସମୟରେ ଭଗବାନ ଗଣେଶଙ୍କର ଲେଖନୀ ଭାଙ୍ଗିଗଲା। ପ୍ରତିଜ୍ଞା ରକ୍ଷା କରିବା ପାଇଁ ଗଣେଶ ନିଜର ଦାନ୍ତର ଏକ ଅଂଶଭାଗକୁ ଭାଙ୍ଗି ତାହାକୁ ଲେଖନୀ ଭାବରେ ବ୍ୟବହାର କରିବା ଆରମ୍ଭ କରିଲେ। ଏହି ତ୍ୟାଗ ପାଇଁ ତାଙ୍କୁ ଏକଦନ୍ତ କୁହାଗଲା। ଏହି କାହାଣୀରୁ ଜଣାପଡ଼େ ପ୍ରଭୁ ଗଣେଶଙ୍କର ତ୍ୟାଗ, ଜ୍ଞାନ, ବୁଦ୍ଧି ଏବଂ ଶକ୍ତି ବିଷୟରେ, ଯାହା ତାଙ୍କୁ ଏକଦନ୍ତ ନାମ ଦେଇଛି। ସାଙ୍ଗମାନେ ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ରହୁଛି, ନମସ୍କାର।